ଦଶପଲ୍ଲା ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ନେତାଜୀ ମଇଦାନଠାରେ ବିଜେପି ଦଳର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଦଳର କନ୍ଧମାଳ ସଂସଦୀୟ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ, ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ ଓ ପୂର୍ବତନ ସଭାପତି ପ୍ରସନ୍ନ ଦାସ, ସନ୍ନ୍ୟାସୀ ନାୟକ ଓ ଦଳର ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ମୋଦି ଲହରୀର ପ୍ରଭାବରେ ପ୍ରବଳ ରୌଦ୍ରତାପ ସତ୍ତ୍ୱେ ଖରାକୁ ଖାତିର ନକରି ଲକ୍ଷାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ସମାଗମ ହୋଇଥିଲା। ଏତେ ଖରାରେ ଏତେ ଲୋକଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଖୁସିରେ ଆତ୍ମହରା ହେବା ସହ ମୋଦି ଲହରୀର ପ୍ରତିଫଳନ ବୋଲି କହିଥିଲେ। ତା ସହ ଓଡ଼ିଶାରେ କିପରି ତାମିଲ ଶାସନରେ ଶାସିତ ହୋଇ ସବୁ କ୍ଷେତ୍ରରେ ଦୁର୍ନୀତି କରୁଛନ୍ତି, ତେଣୁ ଓଡ଼ିଶାରେ ବିଜେପି ସରକାର ହେବା ସହ ଯୁବକମାନଙ୍କୁ କର୍ମନିଯୁକ୍ତି ସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସୁଭଦ୍ରା ଯୋଜନାରେ 50,000 ଭାଉଚର ମିଳିବା ସହ 2 ବର୍ଷ ମଧ୍ୟରେ ବ୍ୟବହାର କରିପାରିବେ। ତା ସହ ଉଭୟ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଓ ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କୁ ବିପୁଳ ମାତ୍ରାରେ ଡବଲ ପଦ୍ମଫୁଲରେ ଭୋଟ ଦେଇ ବିଜୟ କରିବା ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ 25 ବର୍ଷର ଦୁର୍ନୀତିଗ୍ରସ୍ତ ତାମିଲ ଶାସିତ ବିଜେଡି ସରକାରଙ୍କୁ କିପରି ପଦଚ୍ୟୁତ କରିବା ସହ ଓଡ଼ିଶା ମାଟିରେ ବିଜେପି ସରକାର କରିବାର ସଂକଳ୍ପ ମିଳିତ ଭାବେ ନେବା ସହ ମୋଦିଙ୍କ ହାତମୁଠାକୁ କିପରି ଟାଣ କରିବା, ସୁକାନ୍ତ ପାଣିଗ୍ରାହୀଙ୍କୁ ବିଜୟ କରି କେନ୍ଦ୍ରମନ୍ତ୍ରୀ ଓ ଦଶପଲ୍ଲାରୁ ରାଘବ ମଲ୍ଲିକଙ୍କୁ ଜିତାଇ ଓଡ଼ିଶାରେ କ୍ୟାବିନେଟ୍ ମନ୍ତ୍ରୀ କରିବା ପାଇଁ ମିଳିତ ଭାବେ ସମସ୍ତ ନେତୃସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେଇଥିଲେ। ବ୍ୟୁରୋ ରିପୋର୍ଟ, 51 ନ୍ୟୁଜ୍ ଏଜେନ୍ସି।